ସାଙ୍ଗମାନଙ୍କ ସହିତ ଡ୍ୟାମ୍ ବୁଲିବା ପାଇଁ ଯାଇଥିଲେ। ହେଲେ ସେଠାରେ ତାଙ୍କୁ ଯେପରି ଜଗି ରହିଥିଲା କାଳଜମ। ଡ୍ୟାମ୍ ପାଣିରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଚାଲି ଯାଇଛି ଜଣେ ଛାତ୍ରଙ୍କ ଜୀବନ। ମିଳିଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ପିଅନପଡ଼ାର ସୀତାଂଶୁ କୁମାର ନାୟକ ଭୁବନେଶ୍ୱରରେ ରହି ପାଠ ପଢ଼ୁଥିଲେ। ତେବେ ଛୁଟିରେ ସେ ଘରକୁ ଆସିଥିବା ବେଳେ ନିଜର 6 ଜଣ ସାଙ୍ଗ ସହିତ ଫୁଲବାଣୀର ପିଲାସାଲୁଙ୍କି ଡ୍ୟାମ୍ ନିକଟକୁ ବୁଲିବା ପାଇଁ ଯାଇଥିଲେ। ଆଉ ବୁଲାବୁଲି କରିବା ପରେ ପାଣିରେ ଗାଧୋଉଥିବା ସମୟରେ 6 ଜଣ ସାଙ୍ଗଙ୍କ ମଧ୍ୟରୁ 2 ଜଣ ପାଣିରେ ବୁଡ଼ି ଯାଇଥିଲେ। ଏହା ଦେଖି ଅନ୍ୟ ସାଙ୍ଗମାନେ ଗୋଟିଏ ବାଡ଼ି ସାହାଯ୍ୟରେ ଜଣକୁ ଉଦ୍ଧାର କରିଥିଲେ ବି ସୀତାଂଶୁ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ। ପରେ ଅଗ୍ନିଶମ ବିଭାଗ ପହଞ୍ଚି ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରି 2 ଜଣଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ପିଅନପଡ଼ାର ସୀତାଂଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଥିବା ବ୍ରାହ୍ମଣ ସାହିର ଆଦିତ୍ୟ ପାତ୍ର ଚିକିତ୍ସାଧୀନ ରହିଛନ୍ତି। ତେବେ ଛାତ୍ର ସୀତାଂଶୁଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ସେଠାରେ ଅତି ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କନ୍ଧମାଳ ଜିଲ୍ଲା ଟିକାବାଲିରୁ ଗଣେଶ ନାୟକଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।